the trumpet of the Lord shall sound, and time shall be no more. And the morning breaks each The Lord's challenge. the Savior birth shall gather. We welcome you to the Lord's challenge with Brother Joshua Daniel. Our soul has to stand before God. Let's call up yonder when the roll is called up. Now, if you turn to the great book, the Bible, ଯଦି ଆପଣ ବର୍ତ୍ତମାନ ସେ ମହାନ ପୁସ୍ତକ କେବଳ ଏକମାତ୍ର ପୁସ୍ତକ ପବିତ୍ର ବାଇବଲକୁ ଖୋଲିବେ John 2nd chapter. ଯୋହନ ତାର 2 ଅଧ୍ୟାୟ। Now, when the Lord Jesus, who was revealed in the flesh, began his work, ପ୍ରଭୁ ଯୀଶୁ ଯିଏକି ମନୁଷ୍ୟ ରୂପ ଧାରଣ କରି ଆସିଲେ ସେ ଆପଣା କାର୍ଯ୍ୟ ଆରମ୍ଭ କରିବାକୁ ଲାଗିଲେ। we see him at a marriage. ଏକ ବିବାହ ଗୃହରେ ଆମେ ତାଙ୍କୁ ଦେଖିବାକୁ ପାଉଛୁ। He wants to rejoice with you. ସେ ଆପଣମାନଙ୍କ ସହିତ ଆନନ୍ଦିତ ହେବାକୁ ଚାହାନ୍ତି। But there is only one person that can wipe away all tears. ସମସ୍ତ ଲୁହକୁ ପୋଛିବା ପାଇଁ କେବଳ ଜଣେ ବ୍ୟକ୍ତି ଅଛନ୍ତି, And that is the Lord Jesus. ସେ ହେଉଛନ୍ତି ଆମମାନଙ୍କ ପ୍ରିୟ ପ୍ରଭୁ ଯୀଶୁ। Now, next, the Lord Jesus went to see to partake in the worship in the temple. ତାପରେ ଆମେ ଦେଖୁ ଯେ ମନ୍ଦିରରେ ଉପାସନାରେ ଯୋଗ ଦେବା ପାଇଁ ପ୍ରଭୁ ଯୀଶୁ ମନ୍ଦିରକୁ ବି ଯାଉଛନ୍ତି। One of the most beautiful buildings that was ever built was that temple. ପୁଣି ସେହି ମନ୍ଦିର ସବୁଠାରୁ ଅତି ସୁନ୍ଦର ମନ୍ଦିର ଥିଲା। ସେଇଭଳି ମନ୍ଦିର ହୁଏତ ଆଉ କେବେ କୌଣସି ସ୍ଥାନରେ ନିର୍ମାଣ କରାଯାଇ ନାହିଁ। But when he went in there, କିନ୍ତୁ ଯେତେବେଳେ ସେ ସେଇଠିକି ଗଲେ what did he find? ସେ କ'ଣ ଦେଖିଲେ ବା ପାଇଲେ? 14th verse, 14 ପଦ, John 2:14. ଯୋହନ ତାର 2 ଅଧ୍ୟାୟର 14। And found in the temple those that sold oxen and sheep, and doves, and the changers of money sitting. ପୁଣି ସେ ମନ୍ଦିରରେ ଗୋରୁ ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି So, this is what he saw. ତାହା ହିଁ ସେ ଦେଖୁଛନ୍ତି ସେଇଠି। People were saying, hey, you want to offer? Here I have got offerings for God. ଓ ଲୋକମାନେ ଚିତ୍କାର କରି କହୁଛନ୍ତି ଏଇ ଯଦି ତୁମେ କିଛି ବଳିଦାନ କରିବା ପାଇଁ ଚାହୁଁଛ ଆମ ପାଖରେ ସେ ସମସ୍ତ ବିଷୟ ଅଛି, ତୁମେ ଆସ ଆମଠୁ କିଣ, ଈଶ୍ୱରଙ୍କ ନିକଟରେ ତାହା ବଳିଦାନ କର। We always think of offerings of things or gold or money. ଆମମାନେ ସବୁବେଳେ ଚିନ୍ତା କରୁ ଯେ ଯଦି କିଛି ଆମମାନେ ଦାନ ଦେବା ପାଇଁ ଚାହୁଁ ତେବେ ତାହା ହୁଏତ ଆମମାନଙ୍କ ସୁନା ଗହଣା, ଟଙ୍କା ପଇସା ଏଇଭଳି କିଛି ବିଷୟ। But I tell people, କିନ୍ତୁ ମୁଁ ଲୋକମାନଙ୍କୁ କୁହେ even if you brought some lakhs or crores to offer, ଯଦି ଆପଣମାନେ କିଛି କୋଟି ଟଙ୍କା କିମ୍ବା ଲକ୍ଷ ଟଙ୍କା ଯଦି ଆଣିବେ ଦେବା ପାଇଁ ପ୍ରଭୁଙ୍କୁ, please take it home. ନା ଦୟାକରି ତାହା ନେଇଯାଆନ୍ତୁ। God does not want your money. କାରଣ ଈଶ୍ୱର ଆପଣଙ୍କ ଟଙ୍କା ପଇସା ଚାହାନ୍ତି ନାହିଁ। A broken spirit. ଏକ ଭଗ୍ନ That ଅନ୍ତଃକରଣ, is the first offering that God wants. ତାହା ହେଉଛି ପ୍ରଥମ ଦାନ ଯାହା ପ୍ରଭୁ ଆପଣଙ୍କ ଠାରୁ ଚାହାନ୍ତି। So people are rather surprised that while I speak over the television in many countries, ତେଣୁ ଅନେକ ଦେଶରେ ଯେତେବେଳେ ମୁଁ ଟେଲିଭିଜନରେ କଥା କୁହେ ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି, money has nothing to do with it. କାରଣ ଟଙ୍କା ପଇସା ଆମମାନଙ୍କର ଏହି କାର୍ଯ୍ୟକ୍ରମ ସହିତ କୌଣସି ସମ୍ପର୍କ ରଖେନି।
I want your soul. ମୁଁ ଚାହେଁ ଆପଣମାନଙ୍କ ଆତ୍ମାକୁ ପ୍ରାଣକୁ I want you to belong to the living God. ମୁଁ ଚାହେଁ ଆପଣମାନେ ସେଇ ଜୀବନ୍ତ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅନ୍ତୁ ତାହାଙ୍କ ଲୋକ ହୁଅନ୍ତୁ The devil wants counterfeit. କିନ୍ତୁ ଶୟତାନ ତାହା ଆପଣମାନଙ୍କୁ କରେଇ ଦେବା ପାଇଁ ଚାହେଁନି ପ୍ରତି ଅବସ୍ଥାରେ ହୁଏତ ବାଧା ଦେବା ପାଇଁ ଚେଷ୍ଟା କରେ Now, ନା if you give a big offering, you get immediate darshan. ଆପଣ ଯେତେବେଳେ ବଡ଼ ଦାନ ଦିଅନ୍ତି ତେବେ ଆପଣ ହୁଏତ ତତ୍କ୍ଷଣାତ୍ ଦର୍ଶନ ବି ଦେଖନ୍ତି Or if you are just a poor man, you stand in a long line or queue. କିନ୍ତୁ ଯଦି ଆପଣ ଜଣେ ଦରିଦ୍ର ବ୍ୟକ୍ତି ତାହେଲେ ହୁଏତ ଆପଣଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ You mean to say you can bribe God also? ଆପଣ କ'ଣ କହିବା ପାଇଁ ଚାହାନ୍ତି ଯେ ଆପଣ ଈଶ୍ୱରଙ୍କୁ ମଧ୍ୟ ଲାଞ୍ଚ ଦେବାକୁ ଚାହାନ୍ତି କି Shocking. ଚକିତର ବିଷୟ Blindness, ଅନ୍ଧତ୍ୱର ବିଷୟ ଏହା moral and spiritual blindness. ନୈତିକ ପୁଣି ଆତ୍ମିକତାର ଅନ୍ଧତ୍ୱ So, Jesus saw that the temple and the precincts were full of people offering. Oh, we will sell you this. Where is your money? We can exchange. ତ ଲୋକମାନେ ଚିତ୍କାର କରୁଛନ୍ତି ପ୍ରଭୁ ଦେଖିଲେ ଲୋକମାନେ ବ୍ୟବସାୟ କରୁଛନ୍ତି ପୁଣି ସେମାନେ ମୁଦ୍ରାକୁ ମଧ୍ୟ ସେମାନେ ପରିବର୍ତ୍ତନ କରୁଛନ୍ତି ସେମାନେ ଚିତ୍କାର କରି କହୁଛନ୍ତି ଆମଠୁ କିଣ ଆମଠୁ ନିଅ So, what did the Lord Jesus do? ପ୍ରଭୁ ଯୀଶୁ ତେବେ କ'ଣ କଲେ He made a scourge of small carts, ସେ ଦୌଡ଼ିରେ ଗୋଟେ କୋରଡ଼ା ବନାଇଲେ drove them all out. ସେ ସମସ୍ତଙ୍କୁ ବାହାର କରିଦେଲେ ତାପରେ ସେ What did he say? ପୁଣି ସେ କ'ଣ କହିଲେ Take these things hence, 16. 16 ପଦ Make not my father's house a house of merchandise. ମୋହର ପିତାଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ My dear friend, ମୋ ପ୍ରିୟ ବନ୍ଧୁମାନେ when God called that disciple Abraham, ପ୍ରଭୁ ଯେତେବେଳେ ତାଙ୍କର ସେଇ ପ୍ରିୟ ଶିଷ୍ୟ ଅବ୍ରାହମକୁ ଡାକିଲେ the earliest of those whom God called, ପୁଣି ଆଦ୍ୟରେ ଯେଉଁମାନଙ୍କୁ ପ୍ରଭୁ ଡାକିଛନ୍ତି you know what God said to him? ଜାଣନ୍ତି ତାଙ୍କୁ ପ୍ରଭୁ କ'ଣ କହିଲେ I am your shield. ଆମେ ତୁମର ଢାଲ ଅଟୁ You don't need any other shield. ଅନ୍ୟ କୌଣସି ଢାଲର ଆବଶ୍ୟକତା ନାହିଁ ତୁମ ପାଇଁ I am your shield. ମୁଁ ତୁମର ଢାଲ ଅଟେ And I am your exceeding great reward. ଆମେ ତୁମର ଅତିଶୟ ପ୍ରତିଫଳଦାତା ଅଟୁ ପୁରସ୍କାରଦାତା ଅଟୁ Look at the scramble for money, for reward. ଦେଖନ୍ତୁ ପୁରସ୍କାର ପାଇବା ପାଇଁ ଟଙ୍କା ପାଇବା ପାଇଁ ଲୋକମାନେ କ'ଣ ନ କରୁଛନ୍ତି ଆଜି We will steal from the government, not pay taxes. ଆମମାନେ ସରକାରଠୁ ଚୋରି କରି ନେବା ଆମମାନେ କର ଦେବା ନାହିଁ We will steal from our families. ଆମମାନଙ୍କ ପରିବାର ସବୁରୁ ମଧ୍ୟ ଆମମାନେ ଚୋରି କରି ନେବା We will fight with our brothers over property. ଧନ ସମ୍ପତ୍ତିକୁ ନେଇ ଭାଇମାନଙ୍କ ମଧ୍ୟରେ ଆମମାନେ ଗଣ୍ଡଗୋଳ କରିବା We will even try to go to the moon if we can find some treasure. ଯଦି କୌଣସି ସମ୍ପତ୍ତି ବା ଧନ ଆମମାନେ ପାଉ ଏମିତିକି ଚନ୍ଦ୍ର ପାଖକୁ ମଧ୍ୟ ଆମମାନେ ଯିବା ପାଇଁ ଚେଷ୍ଟା କରିବା When I first started speaking in Europe and England, ଇଂଲଣ୍ଡ ପୁଣି ୟୁରୋପରେ ଯେତେବେଳେ ମୁଁ ପ୍ରଥମେ କଥା କହିବା ଆରମ୍ଭ କଲି many of you were not even born. ହୁଏତ ଆପଣମାନଙ୍କ ମଧ୍ୟରୁ ଅନେକ ହୁଏତ ଜନ୍ମ ହିଁ ନଥିଲେ It was back in the last century, 50s. 50 ମସିହାର କଥା ମୁଁ କହୁଛି 58. 58 ମସିହାର କଥା ମୁଁ କହୁଛି And I would not meet so many from India in those countries. ସେଇ ଦେଶମାନଙ୍କରେ ମୁଁ ଭାରତୀୟ ଲୋକମାନଙ୍କୁ ହୁଏତ ପାଇପାରୁନଥିଲି Not many Indians were living କାରଣ there. ଅନେକ ସଂଖ୍ୟକ ଭାରତୀୟ ଲୋକମାନେ ସେଇ ଦେଶମାନଙ୍କରେ ରହୁନଥିଲେ ସେତେବେଳେ But now, କିନ୍ତୁ ବର୍ତ୍ତମାନ Indians are to be found everywhere. ଭାରତୀୟମାନଙ୍କୁ ଆପଣ ସବୁ ଜାଗାରେ
ପାଇପାରିବେ। In the toilets of London airport, ଲଣ୍ଡନ ଏୟାରପୋର୍ଟର ଟଏଲେଟ୍ସରେ our Punjab, people from the Punjab, ପଞ୍ଜାବରୁ ଆମମାନଙ୍କ ଲୋକମାନେ in the work places of Singapore, ସିଙ୍ଗାପୁରର କାର୍ଯ୍ୟକ୍ଷେତ୍ରମାନଙ୍କରେ people from all kinds of districts of India, ଭାରତର ହୁଏତ ସବୁ ରାଜ୍ୟ ଆଉ ଜିଲ୍ଲାର ଲୋକମାନେ ସେଇଠି। you know, but when I was preaching in Africa, ଆଫ୍ରିକାରେ ମୁଁ ଯେତେବେଳେ ପ୍ରଚାର କରୁଥିଲି I said, ମୁଁ କହିଲି if your money goes down, and you see their naira was higher than the dollar in Nigeria. ନାଇଜେରିଆରେ ସେମାନଙ୍କର ନାୟରା ଡଲାର ଠାରୁ ମଧ୍ୟ ଅଧିକ। ମୁଁ ସେମାନଙ୍କୁ କହିଲି ଯଦି ଆପଣମାନଙ୍କ ଟଙ୍କା ହ୍ରାସ ପାଏ ତଳକୁ ଚାଲିଯାଏ, But then it started going down, 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 down. ହଁ ତାପରେ ତାହା ତଳକୁ ହ୍ରାସ ହେବାକୁ ଲାଗିଲା, ତଳକୁ ଖସି ଖସି ଯିବାକୁ ଲାଗିଲା। I said all Indians will run away. ମୁଁ କହିଲି ସବୁ ଭାରତୀୟ ଲୋକମାନେ ଦୌଡ଼ି ଚାଲିଯିବେ। When money goes, they will run away. ଯେତେବେଳେ ଟଙ୍କା ତଳକୁ ହ୍ରାସ ହେବ ସେମାନେ ଦୌଡ଼ି ଚାଲିଯିବେ। All right, we must work hard, earn our bread, pay our bills. ହଁ ଆମମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଯଦ୍ୱାରା ଆମମାନେ ଆମମାନଙ୍କ ରୋଜଗାରକୁ ମେଣ୍ଟେଇ ପାରିବା, ଆମମାନଙ୍କ ବିଲ୍ ଆମମାନେ ଭରିପାରିବା। But this pursuit of money, କିନ୍ତୁ କେବଳ ଏ ଟଙ୍କା ପଛରେ ଦୌଡ଼ିବା, what does it beget? ତହିଁରୁ ଆମମାନେ କ'ଣ ପାଉ? Bitterness, ତିକ୍ତତା resentment, ଓ ସେଇଥିରେ କୌଣସି ତୃପ୍ତତା ହିଁ ନାହିଁ। frustration, ନିରୁତ୍ସାହିତ, fears, ଭୟ, wars, କେବଳ ଅଧିକ ତିକ୍ତ ହେଇଯିବା court cases, ଓ କୋର୍ଟ କେସ୍ ଗୁଡ଼ାକ, ଯୁଦ୍ଧ, and even murder. ଏମିତିକି ହତ୍ୟା ମଧ୍ୟ। So God says, ତେଣୁ ପ୍ରଭୁ କହନ୍ତି the love of money is the root of all evil. ଧନ ଲୋଭ ସମସ୍ତ ଅନିଷ୍ଟର ମୂଳ କାରଣ ଅଟେ। Now the saddest thing for me ମୋ ପାଇଁ ଦୁଃଖର ବିଷୟ ହେଲା is when I see anybody saying we want to serve God and then secretly run after money. ଯଦି କେହି କହନ୍ତି ମୁଁ ପ୍ରଭୁଙ୍କ ସେବା କରିବା ପାଇଁ ଚାହେଁ ବା ଆମେ ପ୍ରଭୁଙ୍କ ସେବା କରିବା ପାଇଁ ଚାହୁଁ କିନ୍ତୁ ଟଙ୍କା ପଛରେ ଯେତେବେଳେ ସେମାନେ ଗୁପ୍ତ ଭାବରେ ଦୌଡ଼ନ୍ତି, Does it mean that you and I have no love for our neighbor? We cannot serve. We cannot give any voluntary service. ଏଇଟା କ'ଣ ଏଇ କଥାକୁ ପ୍ରକାଶ କରେନି କି ଆପଣ ଆଉ ମୁଁ ଆମମାନେ ଚାହୁଁନୁ ଆମମାନଙ୍କ ପ୍ରତିବାସୀଙ୍କୁ ସେବା କରିବା ପାଇଁ କିମ୍ବା ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ଉପକାର କରିବା ପାଇଁ, ସାହାଯ୍ୟ କରିବା ପାଇଁ? I say Indian Christianity ମୁଁ କୁହେ ଭାରତର ଖ୍ରୀଷ୍ଟିଆନତ୍ୱ is mostly fraud. ହୁଏତ ଆମେ କହିବା କେବଳ ତାହା ପ୍ରତାରଣା, କେବଳ ତାହା ଠକର ବିଷୟ। Why? କାହିଁକି? No love. ପ୍ରେମ ନାହିଁ। What does the Bible say? ବାଇବଲ କ'ଣ କୁହେ? If I have not love, ଯଦି ମୋ ମଧ୍ୟରେ ପ୍ରେମ ନାହିଁ I am nothing. I am a zero. ମୁଁ କିଛି ନୁହଁ, ମୁଁ ଶୂନ ଅଟେ। I went to Burma. ମୁଁ ବର୍ମା ଗଲି, I said, ମୁଁ କହିଲି we must send missionaries into Burma. ଆମମାନଙ୍କୁ ବର୍ମାକୁ ମିଶନେରୀ ମାନଙ୍କୁ ପଠେଇବା ଆବଶ୍ୟକ ରହିଛି, ଆମେ ପଠେଇବୁ। Is it only missionaries for money that we send? କ'ଣ ଟଙ୍କା ପାଇଁ ଆମେ ମିଶନେରୀ ମାନଙ୍କୁ ପଠଉଛୁ କି ସେଇଠିକି? Dollar hunters? ଯେଉଁମାନେ କେବଳ ଡଲାରକୁ ସଂଗ୍ରହ କରିବେ, ଶିକାର କରିବେ? Are there not people who will love the neighbor? ସେମାନେ କ'ଣ ସେଇ ଲୋକ ନୁହନ୍ତି କି ଯେଉଁମାନେ ଦେଶ ଲୋକମାନଙ୍କ ପ୍ରତି ପ୍ରେମ ପ୍ରକାଶ କରିବେ? See, Jesus said, ପ୍ରଭୁ ଯୀଶୁ କହିଲେ
You have made my father's house a den of thieves, a house of merchandise. କହୁଛନ୍ତି ଯେ ତୁମେ ମୋ ପିତାଙ୍କ ଗୃହକୁ ବ୍ୟବସାୟ ସ୍ଥଳ ପୁଣି ଚୋରମାନଙ୍କ ଗହ୍ୱର କରିଅଛ। Is this a bazaar? ଏହା କ'ଣ ବଜାର କି? Is this a place for just making money? ଏଇଟା କ'ଣ ସେଇ ସ୍ଥାନ ଯୋଉଥିରେ ଆପଣ ଟଙ୍କା ରୋଜଗାର କରିବେ? My house shall be a house of prayer. ମୋ ଗୃହ ପ୍ରାର୍ଥନାର ଗୃହ ବୋଲି ଜଣାଯିବା ଆବଶ୍ୟକ ପ୍ରଭୁ କହନ୍ତି। See, in a few days, I have to preach very close to Pakistan. କିଛି ଦିନ ପରେ ମୋତେ ପାକିସ୍ତାନର ଅତି ନିକଟବର୍ତ୍ତୀ ସ୍ଥାନରେ ପ୍ରଚାର କରିବାର ଅଛି। In the Punjab. ପଞ୍ଜାବରେ। And there was a great revival when God began to work amongst thousands many years ago. ଓ ଅନେକ ବର୍ଷ ପୂର୍ବେ ମହା ଉଦ୍ଦୀପନା ଜାଗୃତ ହେଲା, ପୁଣି ହଜାର ହଜାର ଲୋକମାନେ ପ୍ରଭୁଙ୍କୁ ଗ୍ରହଣ କରିବା ଆରମ୍ଭ କଲେ, ପ୍ରଭୁ କାର୍ଯ୍ୟ କଲେ ସେମାନଙ୍କ A ମଧ୍ୟରେ। mighty man of prayer called Praying Hyde worked in those parts. ଜଣେ ମହାନ ପ୍ରାର୍ଥନାଶୀଳ ବ୍ୟକ୍ତି ପ୍ରେଇଂ ହାଇଟ୍ କୁହାଯାଏ ସେହି ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। His servant used to weep ତାଙ୍କ ଦାସମାନେ କ୍ରନ୍ଦନ କରିବାକୁ ଲାଗୁଥିଲେ, because he would cook the food and take it to his master. କାରଣ ଯେତେବେଳେ ସେ ଖାଦ୍ୟ ନେଇକି ଯିବେ ପୁଣି ନିଜ ମାଲିକଙ୍କ ପାଖରେ ଖାଦ୍ୟ ପହଞ୍ଚେଇବେ। But this American young missionary would be so full of grief praying for the people. କିନ୍ତୁ ସେତେବେଳେ ସେଇ ଆମେରିକାର ସେଇ ଯୁବା ମିଶନେରୀ ଜଣକ ଦୁଃଖରେ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନାରେ ବ୍ୟସ୍ତ ଥିବେ, ଏକାଗ୍ର ମନ ଥିବେ। And the servant would weep, my master is not eating his food. ପୁଣି ତାଙ୍କ ଦାସ କ୍ରନ୍ଦନ କରିବେ, କହିବେ ଯେ ମୋ ପ୍ରଭୁ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, ଖାଉନାହାନ୍ତି। My dear friends, ମୋ ପ୍ରିୟ ବନ୍ଧୁମାନେ, what has happened to prayer? ପ୍ରାର୍ଥନା ପ୍ରତି ଆଜି କ'ଣ ହେଇଛି? What is the first prayer that goes to God? ପ୍ରଥମ ପ୍ରାର୍ଥନା କ'ଣ? ସେଇ ପ୍ରାର୍ଥନା ଯାହା ପ୍ରଭୁଙ୍କ ନିକଟକୁ ଯାଏ। A tax collector prayed that prayer. ଜଣେ କର ଆଦାୟକାରୀ ସେ ପ୍ରାର୍ଥନା କଲେ। How did he pray? ସେ କ'ଣ ପ୍ରାର୍ଥନା କଲେ? He felt so unworthy, he did not even lift up his face. ସେ ନିଜକୁ ଏତେ ଅଯୋଗ୍ୟ ବୋଲି ଭାବିଲେ ଯେ ଆପଣା ମୁଖ ବି ସେ ଉପରକୁ ଉଠେଇ ପାରୁନାହାନ୍ତି। He didn't care who was watching him. ସେ କେବେ ଚିନ୍ତା କରିନାହାନ୍ତି ଯେ ତାଙ୍କୁ କିଏ ଦେଖୁଛନ୍ତି। He stood in that temple and smote his breast. ସେ ସେଇ ମନ୍ଦିରରେ ଠିଆ ହେଇ ଆପଣା ଛାତିରେ ମାରି ହେଇ ଏହି ପ୍ରାର୍ଥନା କରୁଛନ୍ତି। What a dirty sinner I am. ପ୍ରଭୁ ମୁଁ ଜଣେ ନିତାନ୍ତ ପାପୀ ଅଟେ ପ୍ରଭୁ। How I have sinned against God. ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି। God be merciful to me, ପ୍ରଭୁ ମୋତେ ଦୟା କର, a sinner. ଯେହେତୁ ମୁଁ ଜଣେ ପାପୀ ଅଟେ। He didn't say, look at that man is worse, that man is a greater adulterer. ସେ କହିନାହାନ୍ତି ସେଇ ବ୍ୟକ୍ତିଙ୍କୁ ଦେଖ, ସେ ଜଣେ ପାପୀ, ସେ ଜଣେ ବେଶ୍ୟା ଗମନକାରୀ ବ୍ୟକ୍ତି, ସେ ଜଣେ ଏହା କିମ୍ବା ତାହା ବୋଲି। No, ନା, he said, ସେ କହିଲେ God be merciful to me, a sinner. ପ୍ରଭୁ ମୁଁ ଜଣେ ପାପୀ, ମୋ ପ୍ରତି ଦୟା ପ୍ରକାଶ କର। And Jesus said, ପୁଣି ପ୍ରଭୁ ଯୀଶୁ କହିଲେ that tax collector went home justified. ସେ କରଗ୍ରାହୀ ଜଣକ ଧାର୍ମିକ ଗଣିତ ହେଇ ଆପଣା ଗୃହକୁ ଗଲା। How wonderful. କି ଅଦ୍ଭୁତ ବିଷୟ! Now that is the temple. ତାହା ମନ୍ଦିର ଅଟେ। What kind of temple do we go to? କିନ୍ତୁ ଆମମାନେ ଆଜି କୋଉ ପ୍ରକାର ମନ୍ଦିର ସବୁକୁ ଯାଉଛୁ? Oh, we go painted up ଆମମାନେ ଏମିତି ମନ୍ଦିରକୁ ଯାଉ ଯୋଉଥିରେ କେବଳ ରଙ୍ଗ ଲାଗିଛି, with the latest sari or dress we bought. ଆମମାନଙ୍କର ସେଇ ଆଧୁନିକ ସବୁଠୁ ଦାମିକା
ଶାଢ଼ୀ ପିନ୍ଧି କିମ୍ବା ଆମମାନଙ୍କର ପୋଷାକ ପ୍ୟାଣ୍ଟ ସାର୍ଟ ପିନ୍ଧି ଆମେ ମନ୍ଦିରକୁ ଆଜି ଯାଉ? How many people are staring at me? ଓ କେତେ ଜଣ ମୋ ଆଡ଼କୁ ଅନଉଛନ୍ତି, ମୋତେ ଦେଖୁଛନ୍ତି? Is that worship? ତାହା କ'ଣ ଉପାସନା ଆରାଧନା କି? No, no. ନା ନା, That is mockery of the living God. ତାହା ଜୀବନ୍ତ ଈଶ୍ୱରଙ୍କୁ ପରିହାସ କରିବା ବିଷୟ ଅଟେ। You know, the Christians in India, ଆପଣ ଜାଣନ୍ତି କି ଭାରତର ଖ୍ରୀଷ୍ଟିଆନ ମାନେ they have not learned to have love for their neighbor. ସେମାନେ ଶିଖି ନାହାନ୍ତି ଯେ ଆପଣା ପ୍ରତିବାସୀମାନଙ୍କ ପ୍ରତି ସେମାନଙ୍କୁ ପ୍ରେମ ପ୍ରକାଶ କରିବାର ରହିଛି। My dear friends, ମୋ ପ୍ରିୟ ବନ୍ଧୁମାନେ, when I came to Jesus, ମୁଁ ଯେତେବେଳେ ଯୀଶୁଙ୍କ ନିକଟକୁ ଆସିଲି, my heart was after my games, my cricket. ସେତେବେଳେ ମୋ ହୃଦୟ ଥିଲା କେବଳ ମୋ ଖେଳ ପ୍ରତି, ମୋ କ୍ରିକେଟ ପ୍ରତି। And I was a sports person. ମୁଁ ଜଣେ ଖେଳାଳି ଥିଲି ସେଇ ସମୟରେ। But କିନ୍ତୁ the love of the cross, କ୍ରୁଶର ସେଇ ପ୍ରେମ it broke me. ତାହା ମୋତେ ସମ୍ପୂର୍ଣ୍ଣ ଭାଙ୍ଗିଦେଲା। My pride was broken. ମୋର ସମସ୍ତ ଗର୍ବ ଅହଙ୍କାର ଭାଙ୍ଗି ପଡ଼ିଲା। My vanity, my outward show. ମୋର ଅସାରତା କେବଳ ବାହିକ ଦେଖାଣିଆ ବିଷୟ। God tore it. ପ୍ରଭୁ ତାହା ଚୁରମାର କଲେ। God put love in my heart for my neighboring student. କିନ୍ତୁ ତା ପରିବର୍ତ୍ତେ ପ୍ରଭୁ ମୋ ହୃଦୟ ମଧ୍ୟରେ ନିଜ ପ୍ରତିବାସୀମାନଙ୍କ ପ୍ରତି, ଅନ୍ୟ ସାଙ୍ଗସାଥୀମାନଙ୍କ ପ୍ରତି ଦୟା ଦେଲେ। And I began to pray. ତେଣୁ ମୁଁ ସେମାନଙ୍କୁ ପ୍ରେମ କଲି, ପୁଣି ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲି। And God began to transform some of those leaders in political activism. ପୁଣି ପଲିଟିକାଲ କାର୍ଯ୍ୟକ୍ରମରେ ଯେଉଁମାନେ ନେତୃତ୍ୱ ନେଉଥିଲେ ସେମାନଙ୍କ ମଧ୍ୟରୁ କେତେକେ ପ୍ରଭୁଙ୍କ ନିକଟକୁ ଫେରିଲେ, ବଦଳିଲେ, ସେମାନଙ୍କ ମନ ବଦଳେଇ ପାରିଲେ ପ୍ରାର୍ଥନା ଦ୍ୱାରା। Some of the dreaded people. କେତେ ଜଣ ଯେଉଁମାନେ ଡ୍ରଗ୍ସ ବ୍ୟବହାର କରୁଥିଲେ। And today, ପୁଣି ଆଜି when we preach close to Burma, ବର୍ମାର ଅତି ନିକଟରେ ଯେତେବେଳେ ଆମେ ପ୍ରଚାର କରୁଛୁ, God is transforming terrorists. ଟେରରିଷ୍ଟ ମାନଙ୍କ ହୃଦୟକୁ ପ୍ରଭୁ ବଦଳଉଛନ୍ତି। Yes, I want to see terrorists converted. ହଁ, ମୁଁ ଚାହେଁ ଟେରରିଷ୍ଟ ମାନେ ମଧ୍ୟ ମନ ବଦଳାନ୍ତୁ, ଫେରନ୍ତୁ। Because the Lord Jesus came to seek and to save that which is lost. କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁ ଆସିଅଛନ୍ତି। So, friends, ତେଣୁ ବନ୍ଧୁମାନେ, what is your religion? ଆପଣଙ୍କ ଧର୍ମ ଆଜି କ'ଣ? Is it mere show ତାହା କେବଳ ଦେଖାଣିଆ ବିଷୟ କି? and sloka? ପୁଣି କେବଳ ଶ୍ଲୋକ ଆପଣ କହି ଚାଲନ୍ତି, ତାହା ଆପଣଙ୍କ ଧର୍ମ କି? Or is it real? ନା ତାହା ବାସ୍ତବ ଅଟେ? God wants you to say, my Father who art in heaven. ପ୍ରଭୁ କହିବା ପାଇଁ ଚାହାନ୍ତି, ମୋ ପିତା ଯିଏକି ସ୍ୱର୍ଗରେ ଅଛନ୍ତି। All round me I will hallow your name. ମୋ ଚତୁର୍ଦିଗରେ କେବଳ ମୁଁ ତୁମ ନାମକୁ ପ୍ରଶଂସା କରିବି, ଧନ୍ୟ ବୋଲି କହିବି। He will hear you. ସେ ଆପଣଙ୍କ ପ୍ରାର୍ଥନା ଶୁଣିବେ। He will bless you. ସେ ଆପଣଙ୍କୁ ଆଶୀର୍ବାଦ କରିବେ। He will cleanse your heart. ସେ ଆପଣଙ୍କ ହୃଦୟକୁ ପରିଷ୍କାର କରିବେ। Your lying tongue will speak no lies anymore. ଆପଣଙ୍କ ମିଥ୍ୟାବାଦୀ ଓଷ୍ଠ ଜିହ୍ୱା ଆଉ କୌଣସି ମିଥ୍ୟା କହିବ ନାହିଁ। God loves you. କାରଣ ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି। And Jesus is our great prayashchit bali. ପୁଣି ପ୍ରଭୁ ଯୀଶୁ ଆମମାନଙ୍କର ମହାନ ପ୍ରାୟଶ୍ଚିତ ବଳି ଅଟନ୍ତି, Making you and me his son and daughter. ଆପଣଙ୍କୁ ପୁଣି ମୋତେ ତାଙ୍କ ପୁତ୍ର ଆଉ କନ୍ୟା ରୂପରେ ସେ ପ୍ରସ୍ତୁତ କରୁଛନ୍ତି। Let us pray. ଗ୍ରହଣ କରିବା ପାଇଁ ଚାହୁଁଛନ୍ତି। Let us pray. ତେଣୁ ଆସୁ ପ୍ରାର୍ଥନା କରିବା। Bow your head ମୁଣ୍ଡ ନୁଆଇବା
and tell God, ପୁଣି ପ୍ରଭୁଙ୍କୁ ଏ କଥା କହିବା, Ah, Lord, I cannot hide my sin anymore. ପ୍ରଭୁ ମୋ ପାପକୁ ଆଉ ଗୁପ୍ତ କରି ମୁଁ ରଖିପାରିବି ନାହିଁ, Cleanse me. ମୋତେ ପରିଷ୍କାର କର I ପ୍ରଭୁ। can't be a curse to my family. ମୋ ପରିବାର ନିମନ୍ତେ ମୁଁ ଅଭିଶାପର କାରଣ ହେଇପାରିବିନି। Oh, God. ହେ ପ୍ରଭୁ, Husbands running away, wives running away, children running away. ସ୍ୱାମୀମାନେ ଚାଲି ଯାଉଛନ୍ତି, ସ୍ତ୍ରୀମାନେ ଅନ୍ୟତ୍ର ଚାଲି ଯାଉଛନ୍ତି, ପିଲାମାନେ ଅନ୍ୟତ୍ର ଚାଲି ଯାଉଛନ୍ତି। No, Father, I want a holy family. ନା, ମୁଁ ଏକ ପବିତ୍ର ପରିବାରକୁ ଚାହେଁ ପିତା। I want my family to be like a place of prayer. ମୁଁ ଚାହେଁ ମୋ ପରିବାର, ଆମ ପରିବାର ଏକ ପ୍ରାର୍ଥନାର ସ୍ଥଳ ହେଉ। Wash me, ମୋତେ ପରିଷ୍କାର କର ପ୍ରଭୁ, cleanse me. ହଁ ମୋତେ ଧୌତ କର, You shed your sinless blood for me. କାରଣ ତୁମେ ମୋ ନିମନ୍ତେ ଆପଣା ନିଷ୍ପାପ ରକ୍ତକୁ ଢାଳିଛ। Make me your son and daughter. ତୁମ ପୁତ୍ର ପୁଣି କନ୍ୟା ମୋତେ କର ପ୍ରଭୁ। Pray in your heart. ଆପଣଙ୍କ ହୃଦୟରେ ପ୍ରାର୍ଥନା କରନ୍ତୁ, God is listening to you. କାରଣ ଈଶ୍ୱର ଆପଣଙ୍କ ପ୍ରାର୍ଥନା ଶୁଣୁଛନ୍ତି। Gracious Father, ଅନୁଗ୍ରହକାରୀ ପିତା, put your loving hand upon each one here. ଏଇଠି ଥିବା ପ୍ରତ୍ୟେକଙ୍କ ଉପରେ ଆପଣା ପ୍ରେମିକ ହସ୍ତକୁ ତୁମେ ରଖ। Though we cannot understand your love, ଯଦିଓ ଆମେ ତୁମ ପ୍ରେମକୁ ବୁଝିପାରୁନାହୁଁ, pour that love into our hearts. କିନ୍ତୁ ସେଇ ପ୍ରେମ ଆମମାନଙ୍କ ହୃଦୟରେ ତୁମେ ଢାଳି ଦିଅ ପ୍ରଭୁ। No more an unforgiving spirit. ଆଉ ସେ କ୍ଷମା ନ ଦ୍ୱାରା ଆତ୍ମା ଆମମାନଙ୍କ ମଧ୍ୟରେ ନ ରହୁ। No more hatred. ଘୃଣା ଆଉ ଆମମାନଙ୍କ ମଧ୍ୟରେ ସ୍ଥାନ ନ ପାଉ। No more that desire to murder or to harm others. ଅନ୍ୟକୁ ହତ୍ୟା କରିବା କିମ୍ବା ଅନ୍ୟର କ୍ଷତି କରିବା, ସେଇ ଚିନ୍ତା ଆମମାନଙ୍କ ମଧ୍ୟରେ କେବେ ବି ନ ଆସୁ। But a heart of love କିନ୍ତୁ ପ୍ରେମର ହୃଦୟ ଆମମାନଙ୍କୁ ଦିଅ ପ୍ରଭୁ, for all people. ସମସ୍ତ ଲୋକମାନଙ୍କ ପାଇଁ। The love of Jesus. ପ୍ରଭୁ ଯୀଶୁଙ୍କ ସେଇ ପ୍ରେମ ଆସୁ ଆମମାନଙ୍କ ମଧ୍ୟକୁ। Oh, Jesus. ହେ ଯୀଶୁ, Wash us in your prayaschit bali rakta. ତୁମ ସେ ପ୍ରାୟଶ୍ଚିତ ବଳି ରକ୍ତରେ ଆମମାନଙ୍କୁ ପରିଷ୍କାର କର। We ask in Jesus' holy name. ପ୍ରଭୁ ଯୀଶୁଙ୍କ ପବିତ୍ର ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କଲୁ। Amen. ଆମେନ୍।